ଭାଇ ଏଇ ଚୁଟଟା ଦେଖାଅନି, ଏ ତେଲଟା ଦିଅନି, ସାବୁନଟା ସେଇଟା ଦିଅନି। ଆଉ କଣ ଦରକାର? ନା ଆଉ କିଛି ନୁହେଁ, ଏତିକି ହିସାବ କରିଦିଅ କେତେ ହେଲା। ତମର ହେଲା 200 ଟଙ୍କା। 200 ଟଙ୍କା? ଭାଇ ମୁଁ ଘରୁ 500 ଟଙ୍କା ଆଣିଥିନି, କୁଆଡେ ଖସି ପଡିଛି ନା କଣ ମୁଁ ପାଉନାହିଁ। ଓ କାଲିକି ଦେଇଦେଲେ ହବ ନା? ଏଠି କିଛି ବାକି ଉତ୍ତର ଦେଇ ହବନି। ତମେ ଯିବନି କୋଉଠୁ ଚାଲି ଯାଉଛନ୍ତି। ଝିଅ ରୁହ 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 ରୁହ, ଏଠିକି ଆସ। କଣ କହିଲେ ତମକୁ ଚିହ୍ନ କି ଜାଣିନ? ତମେ ଏତେ ବଡ ଗୋଟେ ଦୋକାନ କରୁଛ, କଷ୍ଟମର ସହିତ ଏମିତି ବିହେଭ କରୁଛ, କି ଦୋକାନ କରୁଛ ତମେ? ତାଙ୍କୁ ସେ କହୁଛନ୍ତି ହଉଛି ବାକି ରଖିଦିଅ ବୋଲି, ସେ କାଲିକି ଦେଇଦେବେ। ତାଙ୍କ ପଇସାଟା ହଜିଯାଇଛି କୋଉଠି, ଦେଇଦେଲେ କଣ ହବ? ତମେ ତାକୁ ଦବ କେତେ ଗରମ ଏଇ କଥା କରୁଛ? ହଁ ମୁଁ ଦେମି, ତମେ ଜିନିଷ ନେଇକି ଯାଅ, ମୁଁ ଦେଇଦେମି ତମ ପଇସା। ଏଇ ନିଅ ତମ ପଇସା, ପଇସା କାଟିକି ଆଉ ବାକି ପଇସା ଫେରାଅ। अरे देवा, ये गड़बड़। ଏଟା କଣ ଡୁପ୍ଲିକେଟ ପଇସା 500 ଟଙ୍କା? ତମ ଠକେଇତେ ଲୋକ ମିଳିନାହାନ୍ତି। ଶୁଣ ଶୁଣ ଶୁଣ, ये क्या है? 250 ଟଙ୍କା ସୁଝିବ କେମିତିଆ? କପଡା ନିଅ, ଫ୍ରିଜଟା ସଫା କରିଦିଅ, ଡ୍ୟାସବୋର୍ଡ ସଫା କରିଦିଅ, କାଚଟା ପୋଛି ଦିଅ। ଜଲ୍ଦି ଜଲ୍ଦି କାମ କର। Oh, sorry.